କର୍କଟ ରାଶି ଦ୍ୱାଦଶ ରାଶିଚକ୍ରର ଚତୁର୍ଥ ଭାବ କର୍କଟ ରାଶି। ଜାଣିବା 2025 ମସିହା ଜୁଲାଇ ମାସରେ କର୍କଟ ରାଶିର ରାଶିଫଳ କିପରି ରହିବ। ଜୟ ଜଗନ୍ନାଥ। ନମସ୍କାର, ମୁଁ ତପନ ଡାଇଜେଷ୍ଟକୁ ଆପଣଙ୍କୁ ସ୍ୱାଗତ। ପ୍ରତ୍ୟେକ ମାସରେ ଦ୍ୱାଦଶ ରାଶିଚକ୍ରରେ ପରିଭ୍ରମଣ କରୁଥିବା ଗ୍ରହ ନକ୍ଷତ୍ରମାନଙ୍କର ସ୍ଥିତିରେ ପରିବର୍ତ୍ତନ ଘଟିଥାଏ। ସେହି କ୍ରମରେ ମନକାରକ ଗ୍ରହ ଚନ୍ଦ୍ର ମହାଗ୍ରହଙ୍କର ଏକମାତ୍ର ରାଶି କର୍କଟ ରାଶି ଜୁଲାଇ ମାସରେ କ'ଣ ସବୁ ଫଳ ପ୍ରଦାନ କରିବାର ସମ୍ଭାବନା ରହିଅଛି। ଜୁଲାଇ ମାସରେ କର୍କଟ ରାଶିର କ୍ୟାରିୟର ବା କର୍ମଭାବ ସମ୍ପର୍କରେ ଆଲୋଚନା କଲେ ଜଣାଯାଏ ଯେ ଜୁଲାଇ ମାସରେ କର୍କଟ ରାଶିର ଦଶମ ସ୍ଥାନର ଅଧିପତି ମଙ୍ଗଳ କର୍କଟ ରାଶିର ଦ୍ୱିତୀୟ ଧନସ୍ଥାନ ସିଂହ ରାଶିରେ ରହିଥିବାରୁ କର୍ମକ୍ଷେତ୍ରରୁ ଭଲ ରକମର ଆର୍ଥିକ ଲାଭ ପ୍ରଦାନ କରିବେ। ଜମିଜମା କାରବାର ବା ରିଏଲ ଇଷ୍ଟେଟ୍ ବିଜନେସ୍, ଇଲେକ୍ଟ୍ରିକାଲ ଓ ଇଲେକ୍ଟ୍ରୋନିକ୍ସ ସାମଗ୍ରୀର ବେପାର କରୁଥିବା କର୍କଟ ରାଶିଜାତ ବ୍ୟକ୍ତିଙ୍କୁ ବ୍ୟବସାୟରୁ ପ୍ରଚୁର ଲାଭ ମିଳିପାରିବ। କର୍କଟ ରାଶିରେ ଅବସ୍ଥିତ ବୁଧ ମହାଗ୍ରହ ବାଣିଜ୍ୟିକ ଗ୍ରହ ହୋଇଥିବାରୁ ଅନ୍ୟାନ୍ୟ ବାଣିଜ୍ୟିକ ସଂସ୍ଥାମାନଙ୍କରେ ସୁପରିଚାଳନାରେ କର୍କଟ ରାଶିଜାତ ବ୍ୟକ୍ତି ପ୍ରମୁଖ ଭୂମିକା ଗ୍ରହଣ କରିବେ। ଜୁଲାଇ ମାସ 15 ତାରିଖରେ ସୂର୍ଯ୍ୟ କର୍କଟ ରାଶିରେ ପ୍ରବେଶ କଲେ ସରକାରଙ୍କ ସହିତ ଅନୁବନ୍ଧିତ ରହି ବିଭିନ୍ନ ସରକାରୀ ସଂସ୍ଥାମାନଙ୍କରେ କାର୍ଯ୍ୟ କରୁଥିବା କର୍କଟ ରାଶିଜାତ ବ୍ୟକ୍ତି ପ୍ରବଳ ଅର୍ଥ ଉପାର୍ଜନ କରିବାରେ ସମର୍ଥ ହେବେ। ଚାକିରି କରୁଥିଲେ ଅର୍ଥ, ଶିକ୍ଷା, ପ୍ରକାଶନ ଓ ବାଣିଜ୍ୟ ପ୍ରଭୃତି ବିଭାଗରେ କାର୍ଯ୍ୟରତ କର୍କଟ ରାଶିଜାତ ବ୍ୟକ୍ତି କର୍ମକ୍ଷେତ୍ରରେ ସୁନାମ ଅର୍ଜନ କରିବେ ଏବଂ ନେତୃତ୍ୱ ନେବାର ସୁଯୋଗ ମଧ୍ୟ ଆସିବ। ପୁନଶ୍ଚ ଏହିସବୁ ବିଭାଗରେ ଚାକିରି ପାଇଁ ଆବେଦନ କରିଥିଲେ ସଫଳତାର ଆଶା ଅଧିକ। ଆର୍ଥିକ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ଜୁଲାଇ ମାସରେ କର୍କଟ ରାଶିର ଆୟସ୍ଥାନ ବୃଷ ରାଶିର ଅଧିପତି ଶୁକ୍ର ନିଜ ଘର ବୃଷ ରାଶିରେ ରହିଥିବାରୁ କର୍କଟ ରାଶିର ଜାତ ବ୍ୟକ୍ତିଙ୍କର ଆୟ ଭାବରେ ବୃଦ୍ଧି ଘଟାଇବେ। ପୂର୍ବରୁ ବିଭିନ୍ନ ଆର୍ଥିକ ସଂସ୍ଥାମାନଙ୍କରେ ଅର୍ଥ ବିନିଯୋଗ କରିଥିଲେ ଏ ମାସରେ ଭଲ ରିଟର୍ଣ୍ଣ ମିଳିବାର ସମ୍ଭାବନା ରହିଅଛି। ପୁନଶ୍ଚ ଏହି ମାସରେ ସେୟାର ମାର୍କେଟ, ମ୍ୟୁଚୁଆଲ ଫଣ୍ଡ, ବ୍ୟାଙ୍କ ପ୍ରଭୃତିରେ ଅର୍ଥ ବିନିଯୋଗ କରିବା ପାଇଁ ସମୟ ବେଶ ପ୍ରଶସ୍ତ ରହିଛି। ଜୁଲାଇ ମାସ 15 ତାରିଖ ଠାରୁ ସୂର୍ଯ୍ୟ କର୍କଟ ରାଶିରେ ପ୍ରବେଶ କଲେ ପୂର୍ବରୁ ବାକି ପଡ଼ି ଆଦାୟ ହୋଇପାରୁନଥିବା ଅର୍ଥ ହସ୍ତଗତ ହେବ। ପାରିବାରିକ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ଜୁଲାଇ ମାସ କର୍କଟ ରାଶି ପାଇଁ ମଧ୍ୟମ ଧରଣର ରହିବ। ମାସର ପ୍ରଥମାର୍ଦ୍ଧରେ କର୍କଟ ରାଶିର ଦ୍ୱିତୀୟ ସ୍ଥାନ ସିଂହ ରାଶିରେ ମଙ୍ଗଳ କେତୁଯୁକ୍ତ ହୋଇ ରହିବା ଘରେ ବା ପରିବାରରେ ସମ୍ପତ୍ତି ବାଡ଼ିକୁ ନେଇ ଝଗଡ଼ା ସୃଷ୍ଟି କରିପାରେ। ପରିବାର ମଧ୍ୟରେ କାହାର ନିଆଁଇଳା ଭଳି କଥା ଅନ୍ୟମାନେ ସହଜରେ ଗ୍ରହଣ କରିପାରିବେ ନାହିଁ। ତେଣୁ ସାମାନ୍ୟ କଥାକୁ ନେଇ ବଚସା ହେବାର ମଧ୍ୟ ସମ୍ଭାବନା ରହିଅଛି। ମାସର ଦ୍ୱିତୀୟାର୍ଦ୍ଧରେ ସୂର୍ଯ୍ୟ କର୍କଟ ରାଶିରେ ପ୍ରବେଶ କଲେ ଏହିସବୁ ଘଟଣା ପରିବାରର ମୁଖିଆଙ୍କ ହସ୍ତକ୍ଷେପରେ ବନ୍ଦ ହୋଇଯିବାର ସମ୍ଭାବନା ଅଛି। ପ୍ରେମ ଓ ପରିଣୟ ବିଷୟରେ
ଜୁଲାଇ ମାସଟି କର୍କଟ ରାଶି ପାଇଁ ସେତେଟା ଭଲ ଫଳ ଦେଇପାରିବ ନାହିଁ। କର୍କଟ ରାଶିର ପଞ୍ଚମ ସ୍ଥାନ ବିଛା ରାଶିର ଅଧିପତି ମଙ୍ଗଳ ଦ୍ୱିତୀୟ ବାଣୀ ସ୍ଥାନରେ କେତୁଯୁକ୍ତ ହୋଇ ରହିଥିବାରୁ ଲଭ୍ ଲାଇଫ୍ରେ ଥିବା ପ୍ରେମୀ ଯୁଗଳଙ୍କ ପ୍ରେମ ଭାବରେ ଗ୍ରହଣ ଲାଗିଲା ଭଳି ଅବସ୍ଥା ସୃଷ୍ଟି ହେବ। ମଙ୍ଗଳ ଉପରେ ରାହୁ ମହାଗ୍ରହଙ୍କର ପ୍ରଭାବ ପ୍ରେମ ଭାବରେ ବଦନାମ ଦେଇପାରନ୍ତି ବା ବଦନାମ କରିବାକୁ ଚେଷ୍ଟା କରିପାରନ୍ତି। ସାମାନ୍ୟ କଥାକୁ ନେଇ ପ୍ରେମୀ ଯୁଗଳଙ୍କ ମଧ୍ୟରେ ଝଗଡ଼ା ଝାଣ୍ଟି ହୋଇପାରେ। କର୍କଟ ରାଶି ମନକାରକ ଗ୍ରହ ହୋଇଥିବାରୁ ଏହି ସମୟରେ ପ୍ରେମ ସମ୍ପର୍କରେ ଘଟୁଥିବା ଘଟଣାରେ ପ୍ରବଳ ଭାବପ୍ରବଣତା ସୃଷ୍ଟି ହେବାର ସମ୍ଭାବନା ଅଛି। କିନ୍ତୁ ଅଯଥା ଭାବପ୍ରବଣତାରେ ଭାସି ନ ଯାଇ ନିଜ କଥା ଉପରେ ନିୟନ୍ତ୍ରଣ ରଖିଲେ ପ୍ରେମ ସମ୍ପର୍କରେ ଆସୁଥିବା ତିକ୍ତତା ସମୟକ୍ରମେ ଅପସରିଯିବ ଏବଂ ସମ୍ପର୍କଟି ବ୍ରେକଅପ୍ ହେବାରୁ ରକ୍ଷା ପାଇଯିବ। ବିବାହ ବନ୍ଧନରେ ବାନ୍ଧି ହେବା ପାଇଁ ଇଚ୍ଛୁକ ଅବିବାହିତ ପୁଅ ଓ ଝିଅମାନଙ୍କ ପାଇଁ ବିଶେଷ କିଛି ଶୁଭ ଖବର ଦେଖାଯାଉ ନାହିଁ। ବିବାହ କ୍ଷେତ୍ରରେ ଅହେତୁକ ବିଳମ୍ବ ଲାଗି ରହିବ। ସେଭଳି କିଛି ମନ ମୁତାବକ ବିବାହ ପ୍ରସ୍ତାବମାନ ଆସିବ ନାହିଁ। ଆସିଲେ ମଧ୍ୟ ମନକୁ ପାଇବ ନାହିଁ। ଠିକ୍ ସମୟକୁ ଅପେକ୍ଷା କରିବା ଉଚିତ ହେବ। 2025 ମସିହା ଅକ୍ଟୋବର ମାସଠାରୁ ଡିସେମ୍ବର ମାସ ପର୍ଯ୍ୟନ୍ତ ବିବାହ ପାଇଁ ସକାରାତ୍ମକ ସମୟର ନିର୍ମାଣ ହେବ। ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଜଣାଯାଏ ଜୁଲାଇ ମାସରେ କର୍କଟ ରାଶିଜାତ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ସାମାନ୍ୟ ରହିବ। କର୍କଟ ରାଶିର ଷଷ୍ଠ ସ୍ଥାନର ଅଧିପତି ମଙ୍ଗଳ କିଛି ମାତ୍ରାରେ ସ୍ୱାସ୍ଥ୍ୟଗତ ସମସ୍ୟା ଯଥା ବ୍ଲଡ଼ ପ୍ରେସର, ବ୍ରଣ, ଘା ଏବଂ ଫୋଟକା ହେଲା ଭଳି ସମସ୍ୟା ପ୍ରଦାନ କରିବାର ସମ୍ଭାବନା ରହିଥିବା ବେଳେ ରୋଗରୁ ଆରୋଗ୍ୟ ପ୍ରଦାନକାରୀ ଗ୍ରହ ସୂର୍ଯ୍ୟ ମାସର ଦ୍ୱିତୀୟାର୍ଦ୍ଧରେ କର୍କଟ ରାଶିରେ ପ୍ରବେଶ କଲେ ରହିଥିବା ସ୍ୱାସ୍ଥ୍ୟଗତ ସମସ୍ୟାକୁ ଦୂରୀଭୂତ କରିବାରେ ସହାୟକ ହେବେ। କିନ୍ତୁ କର୍କଟ ରାଶି ଅଧିପତି ଚନ୍ଦ୍ର ମନ ମଧ୍ୟରେ ଭାବନାଗତ ସମସ୍ୟା ବା ଅହେତୁକ ଉଦ୍ବିଗ୍ନତା ବଢ଼ାଇବାର ସମ୍ଭାବନା ରହିଅଛି। ଏ ତ ଗଲା ମୋଟାମୋଟି ଭାବରେ କର୍କଟ ରାଶି ପାଇଁ ଜୁଲାଇ ମାସର ମାସିକ ରାଶି ଫଳ। ମାସଟିରେ ରହିଥିବା ଅଶୁଭତ୍ୱକୁ ଦୂର କରି ଶୁଭ ଫଳ ପାଇବା ନିମନ୍ତେ ଦେବଦେବ ମହାଦେବଙ୍କର ଅଭିଷେକ କରାନ୍ତୁ। ଏହି ଅଭିଷେକ ଦ୍ୱାରା କର୍କଟ ରାଶି ଜାତ ବ୍ୟକ୍ତି ନିଶ୍ଚିତ ରୂପେ ଶୁଭ ଫଳ ପାଇବାକୁ ସମର୍ଥ ହେବେ। ପରିଶେଷରେ ଶ୍ରୀକ୍ଷେତ୍ର ପୁରୀରେ ବିରାଜିତ ମହାବିଷ୍ଣୁ ରଥାରୂଢ଼ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କଲେ କର୍କଟ ରାଶି ଜାତ ବ୍ୟକ୍ତିଙ୍କର ଜନ୍ମ ଜନ୍ମାନ୍ତରରୁ ରହିଥିବା ଦୋଷ ଖଣ୍ଡନ ହୋଇ ମନବାଞ୍ଛିତ ଫଳ ପ୍ରାପ୍ତ ହୋଇଥାଏ। ଜୟ ଜଗନ୍ନାଥ। ଭିଡ଼ିଓ ଭଲ ଲାଗିଲେ ଲାଇକ୍, କମେଣ୍ଟ, ସବସ୍କ୍ରାଇବ୍ ଓ ସେୟାର କରିବା ପାଇଁ ଅନୁରୋଧ। ନମସ୍କାର। ତପନ।